ମୋର ବାରଣା ପାଖାପାଖି କୁଣ୍ଡରେ ନା ଏଇ ଗଛଟାକୁ ମୁଁ ସବୁବେଳେ ଦେଖିବାକୁ ପାଏ। ଆଉ ଏଇ ଗଛ ଥରେ ନର୍ସରୀରୁ ଆଣିକି ଆଡ୍ କଲେ ଆପଣଙ୍କ ଗାର୍ଡେନରୁ ଏଇଟା ଜମାରୁ ବି ଯିବନି। ମାନେ ନଷ୍ଟ ହିଁ ହବନି ଆଉ ଏ ଗଛ ନଷ୍ଟ ହେଲା ପୂର୍ବରୁ କିଛି ଚାରା ହିଁ ଦେଇ ଦେଇକି ଯାଇଥିବ। ତ ଏଇ ଗଛଟା ଯେହେତୁ ମା ଲକ୍ଷ୍ମୀଙ୍କର ବହୁତ ହି ପ୍ରିୟ ଫୁଲ ଗଛଟା, ତ ସେଇଥିପାଇଁକା ସ୍ୱାମୀଙ୍କୁ ତ ଏଇ ଗଛ ବହୁତ ପସନ୍ଦ। ଆଉ ଏଇ ଗଛ ସେ ଯେତେବେଳେ ଯୋଉଠି ଦେଖନ୍ତି ମୋ ହାତରେ ଧରେଇ ଦିଅନ୍ତି ଆଉ କୁହନ୍ତି ଏଇଟା ଲଗା। ଆଉ ଏଇ ଗଛ ଯେହେତୁ ମୋ ପାଖରେ ବହୁତ ସାରା ଥିଲା ତ ସେଥିପାଇଁକା ମୋର ଇଚ୍ଛା ନଥିଲା ଆଉ ଲଗେଇବାକୁ, କାହିଁକିନା ପ୍ରତ୍ୟେକଟି କୁଣ୍ଡରେ ଦେଖିବେ ଏଇ କୁଡ଼ିଚଣା ଫୁଲଟା ନିଶ୍ଚିତ ଭାବରେ ଥିବ। ତ ସେଇଥିପାଇଁକା ଭାବିଲି ଆଜି ଲଗେଇବିନି, କିନ୍ତୁ ସ୍ୱାମୀ କହିଲେ ନା ଏଇଟା ଯେହେତୁ ମାଆଙ୍କ ପାଖରେ ପୂଜାରେ ଲାଗୁଛି, ଯେତେ ଅଧିକା ହବ ସେତେ ଗଛ ଲଗେଇ ଚାଲ। ଜମାରୁ ବି ଫିଙ୍ଗିନା କି ନଷ୍ଟ କରନା। ଆଉ ଯଦି ବି ଅଧିକା ହଉଛି ମୋତେ ଦେଇଦବୁ, କୌଣସି ମନ୍ଦିର ପାଖରେ ନେଇକି ପୋତି ଦେଇ ଆସିବି। ଏମିତିକା ଗୁଡ଼ିଚଣା ଫୁଲ ନହେଲେ ସୁମୁତା ନହେଲେ ଗନ୍ଧା ଏମିତିକା ଯାହା ବି ମୋ ପାଖରେ ଅଧିକରୁ ଅଧିକ ଗଛ ଥାଏ, ସେଗୁଡ଼ାକ ଫିଙ୍ଗି ଦେବା ଅପେକ୍ଷା ନା ମନ୍ଦିର ପାଖରେ ଲଗେଇବାକୁ ଭଲ ଲାଗେ। କାହିଁକିନା ମନ୍ଦିର ପାଖରେ ଠାକୁରଙ୍କ ପୂଜାରେ ବି ସେ ଫୁଲ 2ଟା 4ଟା ଲାଗିଥାଏ। ତ ସେଇଥିପାଇଁ ସକାଳୁ ସକାଳୁ ମନଟା ଖୁସି ହେଇଯାଏ ଏଇସବୁ ଦେଖିଲା ମାନେ। ସବୁ ମନ୍ଦିର ତ କହିପାରିବିନି, କିନ୍ତୁ ଚେଷ୍ଟା ଅନୁସାରେ ଯାହା ଯେତିକି ପାରିବି ମନ୍ଦିର ପାଖାପାଖି କିଛି